ଖରା ଦିନରେ ପାଚିଲା ବେଲ ଆସିଥାଏ। ପାଚିଲା ବେଲକୁ ଏମିତି ଆଣିକି ପଣା କରିକି ପିଇବାକୁ ତ ବହୁତ ଭଲ ଲାଗେ। ଖରା ଦିନରେ ବହୁତ ଝାଳ ବାହାରେ ନା, ଝାଳ ବାହାରିଲେ ବହୁତ ଦୁର୍ବଳ ଲାଗେ। ସାଙ୍ଗେ ସାଙ୍ଗେ ବେଲ ପଣାକୁ ଏମିତି ସରବତ କରିକି ପିଅନ୍ତୁ ନା, ଦୁର୍ବଳ ଜମା ଲାଗିବନି, ବହୁତ ଭଲ ଲାଗିବ। ବେଲ ପଣାର ମଜା ଗୋଟେ ଅଲଗା ଥାଏ। ଜୟ ଜଗନ୍ନାଥ। ଆମ ଲକ୍ଷ୍ମୀ ମନ୍ନାରକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ଆମେ ବେଲ ପଣା କରିବା। ବେଲ ପଣା କରିବା ପାଇଁକା ମୁଁ ନେଇଛି ଗୋଟେ ବଡ଼ ପାଚିଲା ବେଲ। ବେଲକୁ ମୁଁ ଏମିତି ଭାଙ୍ଗି ଦେଇଛି। ଭାଙ୍ଗି କ'ଣ କରିବା ନା, ତାକୁ ଆମେ ଚାମୁଚ ସାହାଯ୍ୟରେ ତାକୁ ସବୁତକ କୋରେଇକି ଗୋଟେ ଜାଗାକୁ କାଢ଼ିଦେବା। ବହୁତ ସୁନ୍ଦର ଭାବେ ବେଲକୁ ମୁଁ ଚାମୁଚ ସାହାଯ୍ୟରେ ସବୁ କାଢ଼ିକି ରଖିଦେଇଛି। ଏବେ ଗୋଟେ ଏମିତି ବେଲାଟେ ନେବା, ଯେକୌଣସି ଗୋଟେ ଏମିତି ଜାଗା ନେବେ, ଗୋଟେ ଜାଲି ରଖିଦେବେ। ଜାଲି ନଥିଲେ ଧଳା କପଡ଼ା ଏମିତି ବେଲା ଉପରେ ବାନ୍ଧିଦେବେ। ଏବେ ଆମେ ଏ ଯେଉଁ ବେଲକୁ ଜାଲି ସାହାଯ୍ୟରେ ତାକୁ ଆମେ ସବୁତକ କୋରେଇକି ତା ରସତକ ସବୁ ବାହାର କରିଦେବା। ବହୁତ ସୁନ୍ଦର ଭାବେ ବେଲକୁ ମୁଁ ଏମିତି ଚଲେଇକି ତା ରସ ସବୁ ବାହାର କରିଦେଇଛି। ଦେଖନ୍ତୁ, ତା ସିଠା ତକ ସବୁ ବାହାର କରିଦେଇଛି। ସିଠାକୁ ଆମେ ଆହୁରି ଏମିତି ଗୋଟେ ବେଲାକୁ ରଖିବା। ରଖିକି ସେଥିରେ ଅଳ୍ପ ପାଣି ଦେବା। ବେଲ ଯଦି ସେମିତି ନ ବାହାରିବ ନା, ଟିକେ ପାଣି ଦେଇକି ଚକଟିକି ତାକୁ ଏମିତି ଛଣାରେ ତାକୁ ଚଲେଇ ଦେବେ। ହାତ ସାହାଯ୍ୟରେ ବେଲକୁ ଏମିତି ଚକଟି ଦେବା ଭଲ ଭାବେ। ଚକଟିକି ତାକୁ ଆମେ ଏ ଜାଲି ଉପରକୁ ନେଇଯିବା। ଜାଲି ଉପରେ ନେଇକି ତାକୁ ଭଲ ଭାବେ ଏମିତି ଜାଲିରେ ଚଲେଇ ଦେବା। ସବୁତକ ରସ ବାହାରି ପଡ଼ିବ, ସିଠା ତକ ସବୁ ଉପରେ ରହିଯିବ। ଏଥିରେ ଆଉ କିଛି ରସ ନାହିଁ, ସବୁ ରସକୁ ଆମେ ବାହାର କରିଦେଇଛେ। ଯେତିକି ଆପଣଙ୍କର ପାଣି ଦରକାର ନା, ଯେତିକି ଗ୍ଲାସ୍ ପାଣି ଦରକାର ସରବତ, ବେଲ ସରବତ, ସେତିକି ସେଇ ଅନୁସାରେ ପାଣି ଦେବେ। ମୁଁ 4 ଜଣ ମାନେ କରୁଛି, ସେଇ ଅନୁସାରେ ମୁଁ ପାଣି ଦେବି। ଭଲ ଭାବେ ତାକୁ ଗୋଳେଇ ଦେବା। ଏବେ ଆମେ ଆବଶ୍ୟକ ଅନୁସାରେ ଚିନି ପକାଇବେ। ଆପଣ ଚାହିଁଲେ ମିଶ୍ରି ନେଇପାରିବେ। ଗୋଲମରିଚ ଗୁଣ୍ଡକୁ ଦେଇଦେବେ। ଗୋଲମରିଚ ଗୁଣ୍ଡ ଯେମିତି ହେଲେ ଦେବେ। ବେଲ ପଣାରେ ଗୋଲମରିଚ ଗୁଣ୍ଡ ଦେଲେ ବହୁତ ଭଲ ଲାଗେ ପିଇବା ପାଇଁକା ବେଲ ପଣା। ତାକୁ ଭଲ ଭାବେ ମିଶାଇ ଦେବା। ଯେତେ ବେଲ ପଣାକୁ ଆପଣ ଫେଣ୍ଟିବେ ନା, ସେତିକି ବେଲ ପଣା ବହୁତ ସୁନ୍ଦର ଭାବେ ତା ଉପର ଫେଣଟା ବାହାରିବ। ବହୁତ ସୁନ୍ଦର ଭାବେ ବେଲ ପଣା ଆମର ହେଇଗଲାଣି। ମୁଁ 10 ମିନିଟ୍ ପର୍ଯ୍ୟନ୍ତ ତାକୁ ଏପଟ ବେଲାକୁ ସେପଟ ବେଲା 2 ହାତରେ ତାକୁ ମୁଁ ଭଲ ଭାବେ ଫେଣ୍ଟିକି ରଖିଛି। ଦେଖନ୍ତୁ କେତେ ସୁନ୍ଦର ଉପର ଫେଣ ଭାସୁଛି ବେଲ ପଣାର। ଏମିତି ବେଲକୁ 2ଟା ଜାଗା ନେବେ, ନେଇକି ତାକୁ ଭଲ ଭାବେ ଫେଣ୍ଟିବେ। ବେଲକୁ ଯେତେ ଫେଣ୍ଟିବେ ନା, ତା ସ୍ୱାଦ ସେତିକି ବଢ଼ିବ। ଦେଖନ୍ତୁ କେତେ ସୁନ୍ଦର ଭାବେ ଉପର ଫେଣ ଭାସୁଛି। ଏବେ ଆମେ ଗ୍ଲାସକୁ ସବୁ ବେଲ ପଣାକୁ କାଢ଼ିଦେବା। ବହୁତ ସୁନ୍ଦର ଭାବେ ବେଲ ପଣା ଆମର ହେଇଗଲା। ବହୁତ ସୁନ୍ଦର ଦେଖାହେଉଛି ନା, ପିଇବାକୁ ତ ବହୁତ ଭଲ ଲାଗେ। ଖରା ଦିନରେ ବହୁତ ଝାଳ ବାହାରେ, ଝାଳ ବାହାରିଲେ ଦେହକୁ ବହୁତ ଦୁର୍ବଳ ଲାଗେ। ବେଲକୁ ଏମିତି ଆଣିକି ସାଙ୍ଗେ ସାଙ୍ଗେ ପଣା କରିକି ପିଅନ୍ତୁ ନା, ଦେଖନ୍ତୁ କେତେ ଭଲ ଲାଗିବ ଦେହକୁ। ବେଲ ପଣା ଯଦି ମୋର ଭଲ ଲାଗୁଛି ନା, ଗୋଟେ ଲାଇକ୍ କରିବେ, କମେଣ୍ଟ କରିବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ।